ବୋହୂ ଏସି ଅନ୍ କରିକି ଆସି ତା ସାଙ୍ଗେ ସାଙ୍ଗେ ଗପୁଛି ବୋଲି ଶାଶୁ ଯେମିତି ଦେଖିଦେଲେ ସାଙ୍ଗେ ସାଙ୍ଗେ ବୋହୂକୁ ତାଗିଦ କଲେ, ବୋହୂ କ'ଣ ଇଏ ହେଉଛି, ଏସି ବନ୍ଦ କରିକି ଆସ। ସେଠୁ ବୋହୂ ସାଙ୍ଗେ ସାଙ୍ଗେ ଗଲା, ଏସି ବନ୍ଦ କଲା। ତାପରେ ଶାଶୁଙ୍କର ଖାଇବା ଟାଇମ୍ ଗଡ଼ିଗଲାଣି, ଶାଶୁ କିନ୍ତୁ ଫୋନ୍ରେ ଗପୁଛନ୍ତି। ବୋହୂ ଜାଣିଛି ଯେ ଖାଇବା ଟାଇମ୍ ଗଡ଼ିଗଲା ପରେ ତାଙ୍କର ଔଷଧ ଖାଇବା ବି ଟାଇମ୍ ଗଡ଼ିଯିବ। ତେଣୁକରି କ'ଣ କଲା ନା ଶାଶୁଙ୍କ ହାତରୁ ଫୋନ୍ଟା ଛଡ଼େଇ ଆଣିକି କହିଲା, ବୋହୂ କ'ଣ ହେଉଛି, ଆଉ ତୁମେ ଯାଉନ ଖାଇବ, ଏତେ ସମୟ କ'ଣ ଫୋନ୍ରେ କଥା ହେଉଛ। ସାଙ୍ଗେ ସାଙ୍ଗେ ଶାଶୁ ପୁରା ନିଆଁ ହେଇଗଲେ, କହିଲେ ତୁ ବୋହୂ ବୋହୂ ହେଇକି ରହ, ବେଶୀ ମାନେ ଚାଲାକି ଦେଖେଇ ଶାଶୁ ହେବାକୁ ଚେଷ୍ଟା କରନା। ସେଠୁ ବୋହୂ କାନ୍ଦି ପକାଇଲା, କାନ୍ଦିକି ତା ମାମାକୁ ଫୋନ୍ କଲା, କହିଲା ମାମା ଏମିତି ଏମିତି ଘଟଣା, ଆଉ ତାଙ୍କ ଖାଇବା ଟାଇମ୍ ଗଡ଼ିଗଲାଣି, ଇଆଡ଼େ ଔଷଧ ଖାଇବା ଟାଇମ୍ ଗଡ଼ିଗଲାଣି, ମୁଁ ତାଙ୍କ ହାତରୁ ଫୋନ୍ ଛଡ଼େଇ ଆଣିକି କହିଲି ଯେ ଏଇ କଥା କହିଲି ବୋଲି ମୋତେ ଯଛାତ ଆଗରେ କହିଲେ। ସେଠୁ ମାମା ବୁଝେଇଦେଲେ, କହିଲେ ଦେଖେ ତୁ ହେଉଛୁ ଦୁହିତା, ଦୁଇ କୂଳକୁ ହିତା, ତୁ ମୋର ଝିଅ ତାଙ୍କର ବୋହୂ, ତେଣୁକରି ତୁ ଧୈର୍ଯ୍ୟର ସହିତ ସବୁ ଜିନିଷ। ସେଇଠୁ ଝିଅ କହିଲା ଏଣିକି ଯେତିକି ଆବଶ୍ୟକ ମୁଁ ସେତିକି କଥା କହିବି, ଯଦି ସିଏ ଏପଟ ସେପଟ କଥାବାର୍ତ୍ତା କରିବେ ତାହେଲେ ମୁଁ ତାଙ୍କୁ ଆଉ ମାନିବିନି। ସେଇଠୁ ମାମା ବୁଝେଇଦେଲେ, କହିଲେ ଦେଖେ କାଲି କାଲି ତୁ ପିଲା ଛୁଆର ମା ହେବୁ, କାଲି କାଲି ତୁ ବି ପୁଅ ଜନ୍ମ କରିକି ଘରକୁ ବୋହୂ ଆଣିବୁ। ତେଣୁକରି ଏଗୁଡ଼ା ସବୁ ତୁ ନିଜେ ନିଜେ ଶିଖିଯା ହେଲା। ସମୟ ସହିତ ଏଗୁଡ଼ା ସବୁ ଯଦି ଶିଖିଗଲୁ ତାହେଲେ ତୁ ଘର କରଣା ଶିଖିଗଲୁ ବୋଲି ମୁଁ ଜାଣିବି। ଆଉ ତୁ ଯଦି କଥାରେ ଏପଟ ସେପଟ କରିବୁ ତାହେଲେ ତତେ ତ ଖରାପ କହିବେ, ଶେଷକୁ ମୋତେ କହିବେ ଯେ ମାଆଟା ହେଇକି ଝିଅକୁ ଭଲ ସଂସ୍କାର ଶିଖେଇନି। ତେଣୁକରି ତୁ ବେଳକୁ ସାବଧାନ ହେଇଯା। ଆଉ ପର ମୁହୂର୍ତ୍ତରେ ତୁ ଶାଶୁକୁ ବୁଝେଇବୁ, କହିବୁ ବୋଉ ଦେଖ ତମର ଖାଇବା ଟାଇମ୍ ଗଡ଼ି ହେଇଗଲେ ତମର ଔଷଧ ଖିଆ ଟାଇମ୍ ଗଡ଼ିଯିବ, ଆଉ ତମ ଦେହଟି ଖରାପ ହେବ। ଯଦି ସେତେବେଳେ ବି ସେ ନ ବୁଝିବାକୁ ଚେଷ୍ଟା କରିବେ ତାପରେ ତୁ ମୋତେ କହିବୁ।